ସମସ୍ତଙ୍କୁ ଜୟ ମାତା କି। ସୁଦଶା ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା। 2025 ଜୁନ୍ ମାସ 5 ତାରିଖ ଗୁରୁବାର ଦିନ ସୁଦଶା ବ୍ରତ ମା ଲକ୍ଷ୍ମୀଙ୍କର ପାଳନ କରାଯାଉଛି। ତାହେଲେ ଚାଲନ୍ତୁ ସୁଦଶା ବ୍ରତ କଥା ନାରଦ ଉବାଚ ଶୁଣିବା। ମର୍ତ୍ତ୍ୟମଣ୍ଡଳରେ ସାର ଅବନ୍ତୀ ନଗର, ତହିଁ ବିଷ୍ଣୁଙ୍କର ବୋଲି ଅଟେ ଦ୍ୱିଜବର। ତାହାରି ଭାରିଜା ନାମ ଅଟେ ଲକ୍ଷ୍ମୀବତୀ। ସେ ବ୍ରାହ୍ମଣୀ ଲକ୍ଷ୍ମୀବ୍ରତ ସର୍ବଦା କରନ୍ତି। ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା ଉପରେ, ଅଚଳା ସମ୍ପତ୍ତି ଭୋଗ କରେ ମର୍ତ୍ତ୍ୟପୁରେ। ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେ ଦିନର। ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତ ଉଠିଲା, ଏକ ବନ ଗାଈର ଯେ ଗୋବର ଆଣିଲା, ସୁସଞ୍ଚ କରି ଘର ଦୁଆର ଲିପିଲା, ନଦୀରେ ସ୍ନାନ କରିଣ ଘରକୁ ଅଇଲା, ତଣ୍ଡୁଲ ବାଟିଣ ଝୋଟି ଆଭରଣ ଦେଲା, ସେ ପରମା ଲକ୍ଷ୍ମୀଙ୍କୁ ସୁମରଣା କଲା। 10 ବର୍ଣ୍ଣ ମୁରୁଜରେ ପିତୁଲା ଲେଖିଲା, 10 ଯେ ପାଖୁଡ଼ା କରି ପଦ୍ମକେ ରଖିଲା। ତହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥାପିଲା, ଘଟର ଉପରେ ଚ୍ୟୁତ ତାଲକେ ଥୋଇଲା। ନାରିକେଳ 1 ଗୋଟି ଘଟ ପରେ ଦେଲେ, 10 ମୁଖୀ ଦୀପାବଳି ଜାଗର ଜାଲିଲେ। 10 ଖିଅ ଧଲା ସୂତେ ବ୍ରତକୁ ଭାଙ୍ଗିଲେ, ଚଉରା ନାମିଣ ବେତ ପାଖରେ ରଖିଲେ। 10 ମୁଷ୍ଟିକ ତଣ୍ଡୁଲ ଯେ ଘଟ ପାଖେ ଦେଲେ, ଦବରି ଫଳ ଗୋଟିଏ ଆଣିର ଯେ ଦେଲେ, ଉପରେ ଚନ୍ଦ୍ରାତାପ ଚାନ୍ଦୁଆ ଟଣାଇଲେ। 10 ମେଞ୍ଚା ହଳଦୀ ଯେ ପୂର୍ଣ୍ଣ କୁମ୍ଭେ ଦେଲେ, ସିନ୍ଦୂର କଜଳ ନେଇ ଘଟ ପରେ ଦେଲେ। ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ଯେ ସୁମରଣା କଲେ, ଛେନା କଦଳୀ ଯେ ସରଘୃତ ଦେଲେ। 10 ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ, କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ। ନୈବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ, ଶ୍ରୀ ମହାଲକ୍ଷ୍ମୀଟି ଯେ ସୁମରଣା କଲେ। ଲକ୍ଷ୍ମୀଙ୍କର 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା। ପଞ୍ଚମ ଗଣ୍ଠିର ନାମ ଅଟଇ କମଲା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଲା, ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ, ଅଷ୍ଟମ ଗଣ୍ଠିର ନାମ ସିନ୍ଦୂର ଦୁଲଣୀ, ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ, ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। 10 ନାମ ଧରିଣ ଯେ ବ୍ରତ ଗଣ୍ଠି ଦେଲେ, ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ। ସୂର୍ଯ୍ୟଙ୍କୁ ଯେ ଅର୍ଘ୍ୟ ଦେଇ ବନ୍ଦାପନା କଲେ, ନଦୀକୁ ଯେ ଆଣି ପାଣି କୁମ୍ଭେ ଆଣିବାକୁ ଗଲେ। ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ, ଜଳ ଭିତରେ ଯାଏଣ ବ୍ରାହ୍ମଣୀ ପଶିଲେ। ମାଂସ ମେଞ୍ଚା ପ୍ରାୟ ପାଟବ୍ରତ ଦିଶୁଥିଲା, ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନିଗଲା। ସେ ବ୍ରାହ୍ମଣୀ ଜଳ ଘେନି କୂଲକୁ ଅଇଲା, ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା। ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଲା, ସେ ବ୍ରତକୁ ଚିଲ ଘେନି ଯାଉଛି ଦେଖିଲା। ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା, ସେ ଚିଲ ଯାଏଣ ଏକ ବନସ୍ତେ ପଶିଲା। ବ୍ରତ ନ ପାଇଣ ବ୍ରାହ୍ମଣୀ ବିକଲେ କାନ୍ଦିଲା। ବହୁ କଷ୍ଟରେ ଯେ ବ୍ରତକୁ ପାଇଲେ, ବ୍ରତକୁ ନେଇ ଘରକୁ ଅଇଲେ। ଘରେ ମହାଲକ୍ଷ୍ମୀଙ୍କୁ କ୍ଷମା ମାର୍ଜନା ମାଗିଲେ। ତାପରେ ସେହି ଦେଶର ରାଣୀ ଦିନେ ସ୍ନାନ କରିବାକୁ ଗଲେ। ସେଠାରେ ସ୍ନାନ କରି ସାରି କିସ କରିବା, ପାଶରେ ତ କିଛି ନାହିଁ କଣ ଖାଇବା। ଏହା କହି ରାଜାରାଣୀ ଜଲରେ ପଶିଲେ, 4ଟି ଗଡ଼ିଶା ମାଛ ଧରିଣ ଆଣିଲେ। ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ, ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ। ଏହା କହି ମହାରାଜା ବିଜେ କରିଗଲେ। ବିଷ୍ଣୁଙ୍କର ପଣ୍ଡା ଘରେ ପ୍ରବେଶ ହୋଇଲେ, ଆମ୍ଭକୁ ଭୋଜନ କିଛି ଦେବକି ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ଆଣି ଅନ୍ନ ଦେଲେ, ହରଷ ହୋଇ ରାଜା ଲେଉଟି ଅଇଲେ। ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ। ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ, ସେହି ମାଛ ଜୀବ ପାଇ ଜଲେ ଗଲେ ଡେଇଁ। ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ, ପାଶେ ଆସି ମହାରାଜ ମିଳିଲେ ବହନ। ମହାରାଣୀ କହିଲେ, ଲକ୍ଷ୍ମୀ ଛାଡ଼ିଲେ ଆମ୍ଭକୁ, ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଲକୁ। ଏହା ଦେଖି ମହାରାଜା ବିସ୍ମୟ ହୋଇଲେ।
ଚାଲ ଏଠାବରୁ ରାଜା ବୋଲିଣ ବୋଇଲେ। ଏତେ କହି ରାଜରାଣୀ ବିଜେ କରିଗଲେ। ବନସ୍ଥ ଭିତରେ ଏକ ନଦୀ ଯେ ଦେଖିଲେ। ଶୋଭାଚନ୍ଦ୍ର କୁମରକୁ କୋଳରେ ଧରିଲେ। ନଦୀ ପାର ହୋଇ ରାଜାରାଣୀ ଯାଉଥିଲେ। ଏମନ୍ତ ସମୟେ ଏକ କୁମ୍ଭୀର ମିଳିଲା। ଶୋଭାଚନ୍ଦ୍ର କୁମରକୁ ତଡ଼କି ଗିଳିଲା। ଏହା ଦେଖି ରାଜାରାଣୀ ବେଗେ ପଳାଇଲେ। କାନ୍ଦି କାନ୍ଦି ନ ଯାଇ ସେ ବନସ୍ତେ ପଶିଲେ। ଭଙ୍ଗା ମନ୍ଦିର ଗୋଟିଏ ସେଠାରେ ଦେଖିଲେ। ରାଜାରାଣୀ ସେ ମନ୍ଦିର ଭିତରେ ରହିଲେ। ଅଲଙ୍କାର ଖୋଲି ରାଣୀ ଅନଳେ ବାନ୍ଧିଲେ। ସେହିଠାରେ ରାଜାରାଣୀ ଶୁଭେ ନିଦ୍ରା ଗଲେ। ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା। ରାଣୀ ଅଲଙ୍କାରମାନ ସବୁ ଗିଳିଦେଲା। ରାଣୀଙ୍କ ନୟନେ କାଳ ନିଦ୍ରା ଯେ ଘାରିଲା। ରାଣୀଙ୍କୁ ଛାଡ଼ି ରାଜା ତହୁଁ ପଳାଇଲେ। ସେଠାବରୁ ନଳରାଜା ଭ୍ରମି ଭ୍ରମି ଗଲେ। ଭୀମରାଜା ରାଜ୍ୟେ ଯାଇ ପ୍ରବେଶ ହୋଇଲେ। ଭୀମରାଜା ଆଗରେ ଯେ ସେ ଜଣାଇଲେ ଯାଇ, ଆମ୍ଭକୁ ରଖ ହେ ରାଜା କିଛି ପଣ ଦେଇ। କେଉଁ ଦେଶୁ ଘର ପୁଣି କେଉଁ ଜାତି ପୁଣ। କେଉଁ କେଉଁ ବିଦ୍ୟମାନ କରିଛ ସାଧନ। ନଳ ରାଜାଙ୍କର ସୁପକାର ଥିଲି ମହି। ଗୌରୀ ସଉରି ବିଧି ରାନ୍ଧଣା ଜାଣଇ। ଏହା ଶୁଣି ଭୀମରାଜା ହରଷ ହୋଇଲେ। ଆମ୍ଭ ସୁପକାର ହୋଇ ଥାଅ ହୋ ବୋଇଲେ। ଆଜ୍ଞା ପାଇ ନଳରାଜା ସମ୍ମତ ହେଲେ। ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ। ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରିଦେଲେ। ରାଜାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲେ। ରାଣୀ ଦାସୀମାନଙ୍କୁ ଡାକିଣ ବୁଝାଇ କହିଲେ। ପ୍ରଭାତରୁ ଉଠି ଦାସୀମାନେ ଚଲିଗଲେ। ଏକ ବନ ଗାଈର ଯେ ଗୋବର ଆଣିଲେ। ସୁସଞ୍ଚ କରିଣ ଘର ଦୁଆର ଲିପିଲେ। ନଦୀରେ ସ୍ନାନ କରିଣ ଘରକୁ ଆସିଲେ। ତଣ୍ଡୁଲ ବାଟିଣ ଝୁଣ୍ଟିଆଳ ପଣା ଦେଲେ। ଏହା ଦେଖି ଦମୟନ୍ତୀ ରାଣୀ କହିଲେ, ମହାରାଣୀ ମହପତି ଯେବେ ଦୟା ହେବ, ଉଷାର ଉପକରଣ ଯେବେ ମୋତେ ଦେବେ, ସେ ସୁଦଶା ବ୍ରତଟିକୁ କରନ୍ତି କହିଲେ। ଏହା ଶୁଣି ମହାଦେଇ ସନ୍ତୋଷ ହୋଇଲେ। ବ୍ରତ ଯେବେ କର ତୁମ୍ଭେ କରଗୋ ବୋଇଲେ। ଦମୟନ୍ତୀ ଶୀଘ୍ର ସ୍ନାନ ସାରିଣ ଅଇଲେ। ଅତି ଯତନରେ ନେଇ ଘଟକେ ଥାପିଲେ। ହଳଦୀ ଚନ୍ଦନ ନେଇ ଘଟେ ପରେ ଦେଲେ। ଚିତ୍ତ ଡାଳ ଦେଇ ଦୀପମାନ ଲଗାଇଲେ। ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ। ପୁର ମଣ୍ଡା 10 ଗୋଟି ଆଗରେ ଥୋଇଲେ। ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ପରମା ଲକ୍ଷ୍ମୀଙ୍କୁ ମନେ ମନେ ସୁମରିଲେ। ହେ ପରମା ଲକ୍ଷ୍ମୀ ମୋତେ ଅନୁଗ୍ରହ ଦେଇ ପୁତ୍ର ଗୁଜ୍ରସ୍ତ ଆବର ରାଜ୍ୟ ପ୍ରାପ୍ତି ହେଉ। ଏମନ୍ତ ଭାବନା କରି ମନେ ସୁମରିଲେ। ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କହିଲେ। ମନ୍ତ୍ରୀ କହେ ଆମ୍ଭ ରାଜା କେଉଁଠି ଅଛନ୍ତି? ଆଉ ଜଣେ କେହିପରି ହୋଇବ ନୃପତି। ମନ୍ତ୍ରୀ ବୋଲେ ଶୁଣ ସର୍ବେ ମୋହର ବିଚାର। ପାଟ ହସ୍ତୀକୁ ମସୃଣ ଛାଡ଼ିବା ସତ୍ୱର। ସୁବର୍ଣ୍ଣ କଳସେ ଗଙ୍ଗାଜଳ ଶିରେ ଦେଇ। ଛାଡ଼ିଦେବା ଯାହା ପରେ ଢାଳିବ ଯେ ସେହି। ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ। ପାଟ ହସ୍ତୀ ମଣ୍ଡି ଛାଡ଼ିଦେଲେ ତକ୍ଷଣ। ମନ୍ତ୍ରୀ ପୁରୋହିତ ସହ ସକଳ ଚଲିଲେ। ରାଜ୍ୟର ପ୍ରଜାବୃନ୍ଦ ସର୍ବେ ଗୋଡ଼ାଇଲେ। ନିଜ ଇଚ୍ଛା ମନେ ହସ୍ତୀ ଦ୍ରୁତଗାମୀ ହୋଇ। ଭୀମରାଜା ରାଜ୍ୟେ ପ୍ରବେଶିଲା ହସ୍ତୀ ଯାଇ। ପାଟ ହସ୍ତୀ ଯାଇ ନଳ ରାଜାଙ୍କୁ ଭେଟିଲେ। ସୁବର୍ଣ୍ଣ କଳସୀ ଜଳ ଶିରରେ ଢାଳିଲେ। ରାଜାଙ୍କୁ ନୟନ ହସ୍ତୀ ପୃଷ୍ଠେ ବସାଇଲେ। ଜୟ ନଳରାଜା ବୋଲି ଉଚ୍ଚେ ଡାକ ଦେଲେ। ସେ ନଗରରେ ନରନାରୀମାନେ ଦେଖୁଥିଲେ। ରାଜାଙ୍କ ଆଗରେ ଯାଇ ସମସ୍ତେ କହିଲେ, ଗୁପ୍ତେ ନଳରାଜା ସୁପକାର ପଣେ ଥିଲେ। ଏଥି ଥିବାଯାଏ ତାଙ୍କୁ କେହି ନ ଚିହ୍ନିଲେ। ତାଙ୍କ ବାକ୍ୟେ ପାତ୍ରମନ୍ତ୍ରୀ ସମସ୍ତେ ଅଇଲେ। ନଳ ରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ। ଏହି ଶୁଣି ଭୀମରାଜା ହରଷ ହୋଇଲେ। ନଳ ରାଜାଙ୍କୁ ଗୌରବ କରି ଘେନିଗଲେ। ଅନ୍ତଃପୁରେ ରାଣୀ ଦମୟନ୍ତୀକୁ ଚିହ୍ନିଲେ। ଏ ତ ଆମ ଦମୟନ୍ତୀ ଦୁହିତା ବୋଇଲେ। କି ନିମନ୍ତେ ଆସି ଏଠି ଗୁପ୍ତରେ ରହିଲେ? କି ନିମନ୍ତେ ଏ ବିରୂପ ରୂପ ହୋଇଗଲା? ଦମୟନ୍ତୀ ଏହା ଶୁଣି ବୁଝାଇ କହିଲେ, ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜ୍ୟରୁ ତଡ଼ାଇଲେ। ବନସ୍ଥ ମଧ୍ୟରେ ଶୋଭାଚନ୍ଦ୍ରକୁ ହରାଇ ମୋତେ ଛାଡ଼ି କରି ରାଜା ଗଳୈକ୍ୟ ପଲାଇ
ଏହା ଶୁଣି ମହାଦେଇ ରାଜାଙ୍କୁ କହନ୍ତି, ଆମ୍ଭେ ଗୃହେ ଦମୟନ୍ତୀ ଝିଅ ରହୁଛନ୍ତି। ଭୀମରାଜା କହନ୍ତି ଯେ ନଳ ଆସିଛନ୍ତି। ଏହା ଦେଖି ରାଜାରାଣୀ ହରଷେ ହୁଅନ୍ତି। ଦମୟନ୍ତୀକୁ ଧରିଣ ନଳ ପାଶେ ଗଲେ। ଦମୟନ୍ତୀକୁ ଦେଖିଣ ନଳ ଖୁସି ହେଲେ। ରାଜା ରାଣୀଙ୍କ ପାଦତଳେ ପଡ଼ିଲେ। ମନୋବାଞ୍ଛା ପୂର୍ଣ୍ଣ ହେଉ ବୋଲିଣ ବୋଇଲେ। କିଛି ଦିନ ନଳ ପୁଣି ସେଠାରେ ରହିଲେ। ଏହା ଦେଖି ରାଜାରାଣୀ ହରଷ ହୋଇଲେ। ରାଜାଙ୍କ ଅଗ୍ରତେ ଯାଇ ନଳ ଜଣାଇଲେ। ତେଣୁ ନିଜ ରାଜ୍ୟକୁ ଚଳିବା ପାଇଁ ଆଜ୍ଞା ଦେଲେ। ଦଧିମତି ସମ୍ମାନ ନଳ ରାଜାଙ୍କୁ କଲେ। ପାଟ ପୀତାମ୍ବରୀ ମୁରୀମାନେ ରାଜାକୁ ପିନ୍ଧାଇଲେ। ତାପରେ ନାନା ଅଳଙ୍କାର ଦେଇ ଭୂଷଣ କରିଲେ। ତାପରେ ତାଙ୍କ ରାଜ୍ୟକୁ ସମସ୍ତେ ଛାଡ଼ିବାକୁ ଗଲେ। ତାପରେ ରାଜାରାଣୀ ଦୁଇଜଣ ଯାଇ ନିଜ ରାଜ୍ୟରେ ରାଜ୍ୟଭାର ସମ୍ଭାଳି ନେଲେ। ଆଉ ଲକ୍ଷ୍ମୀ ମାତାଙ୍କୁ ମହା ଆଡ଼ମ୍ବରରେ ପୂଜାପାଠ କଲେ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରନ୍ତୁ। ତାହେଲେ ରହୁଛି ଜୟ ମାତା କି।